नमस्कार मु प्रदीप मल्लिक। आज शुणिबा एक पुरातन कहानी बाबनाभूत कथा। परिवेषण परशुराम बेहेरा। बारिकटीए एकुटिया चली थाए। संज बेल गोटे मशाणी पड़ा। निछाटिया जगह मनीष खपुरी दरपड़ा जुई काठ छिंडा कतरा देखी ता छाती दाऊ दाऊ पड़ा। शालेश्वर नीलकंठेश्वर उपुलई ठाकुराणी को नाम जपी जपी भंडारी जाउछि। गोटे हया तो आंब तोटा पड़ा। गछरू दीटा गोटाए पाचिला पतर झड़िला। ता कानकू पत्थर पड़ा परी शुभिला। से चाऊकिने चमकी पड़ा। उपरकू चाहीदेला देखिला रुमा रुमा देह। एटा किए रे? ये गछरू से गछकू गोड़ लंबई बसीछि। बारिक पाटिरू छेप सुखीगला। खाइला रे हेले किछि कहिला नहीं। मन आंट करी छिड़ा होई रहिला। ब्रह्मराक्षस कहिला, बेस ठीक बेले आसी पहुँचीछु। बड़ भोक होउथिला। बारिक बड़ चतुर कहिला, हाँ ठीक बेले पहुँची। एते बेले न पहुँची थिले तते पाइथांती केउठी? मोर तो 1000टी दरकार। ब्रह्मराक्षस कहिला, तू कौन कहूचु बुझी पारु नहीं। बारिक कहिला, बापधन एइले किछि बुझिबा दरकार नहीं। घणारे पशिले जाई इष्ट सुमरणा करुथिबु। ब्रह्मराक्षस कहिला, घणा कौन? मु काहीकि सेथिरे पशिबी? बारिक कहिला, तू पशिबु नाही जे मु पुराइबी। सेतेबेले बोपा कका डाकिले शुणिबी नाही। मोर तो तेल दरकार। ब्रह्मराक्षसर तेल याकू लगाइले मार बातरोग भल हब। मु तते पोड़ी तेल बाहर करिबी। ब्रह्मराक्षस डरी जाई कहिला, आउ काहाकू धरिचु ना मते आगे धरिबाकू आसीछु? बारिक मने मने हसी हसी मिछ कहिला, ये मोर बेउसा। देख तोरी परी 999टी धरिची। तोते मिसाइले 1000 हब। यहा कही दर्पणटी देखैदेला। ब्रह्मराक्षस देखिला कथाटा सत। ये घाटीरू खसिबा सहज नुहे। से कहिला, अरे भाई मो हाड़ तो बड़ कौलिया। मु पिला लोक एथुरु कौन बेसी तेल बाहरिबो? जाही टोपाए बाहरिबो ताकू बिकी तू बा केते पैसा पाइबू? बरং मते छाड़ी दे। ता बदल जहा मागिबू मु ता देबी। बारिक कहिला, मोर तो तेल दरकार। हो तू जेते बेले भाई बोली डाकिलुनी नेउरा होई कहिलुनी मु तते छाड़ी देबी। हेले बस्ताए सरू चाउल मो दुआरे नीति आनी पहुँचाई दबू। प्रतिदिन बड़ी भोरू ब्रह्मराक्षस बस्ताए चाउल मुंडेई आसे। बारिक अगणारे पकेई दे उड़ी पड़े जाए। बारिक आउ खियर बार करिगला नहीं। घर तोलिला, कोठी तोलिला, जमी बाड़ी किणिला। तार मने ହେଲା ଯେତେବେଳେ ଯାହା ମାଗିବ ରାକ୍ଷସ ତା ଦେଇପାରିବ। ଦିନେ ସକାଳୁ ବସ୍ତା ପକେଇ ଦେଇ ଯାଉଛି। ବାରିକ କହିଲା, ଶୁଣ ଆଗ ମଙ୍ଗଳବାର ଦିନ ବାପାଙ୍କ ଶ୍ରାଦ୍ଧ। ସେଦିନ ପିଣ୍ଡ ପଡ଼ିବ। ମେଳା ମଉଛବ ବି ହବ। ଦିଅଙ୍କଠି 108 ମୂର୍ତ୍ତି ବ୍ରାହ୍ମଣ ଭୋଜନ କରେଇବି। ସେମାନଙ୍କୁ ଦକ୍ଷିଣା ବି ଦିଆଯିବ। ମୋର ଟଙ୍କା ଦରକାର। ବ୍ରହ୍ମରାକ୍ଷସ କହିଲା, ମୁଁ ଟଙ୍କା କାହୁଁ ପାଇବି? ବାରିକ କହିଲା, ତୁ ଯୋଉଠୁ ଆଣ ମୋର କି ଯାଏ। ଟଙ୍କା ନଦେଲେ ନିଶ୍ଚୟ ତତେ ପୋଡ଼ି ତେଲ ବାହାର କରିବି। ଜୀବନକୁ ଯଦି ଆଶା ଅଛି ଆଗ ମଙ୍ଗଳବାର ଦିନ ଆଣି ଟଙ୍କା ପହୁଞ୍ଚାଇ ଦେ। ବ୍ରହ୍ମରାକ୍ଷସ ଭୟରେ ସମ୍ମତ କରିଗଲା। ଭାବିଲା କୋଉଠୁ ଆଣିବି? ତା ମନେ ପଡ଼ିଗଲା ବାବନାଭୂତ ବହୁତ ଟଙ୍କା ମାଟି ତଳେ ପୋତି ରଖିଛି। ଖୋଳି ଘେନି ଆସିଲେ ହବ। ମଶାଣି ହୁଡ଼ାର ସାହାଡ଼ା ମୂଳକୁ ଯାଇ ବ୍ରହ୍ମରାକ୍ଷସ ଖୋଳିଲା। ଅଣ୍ଟାଏ ଗାତ ଖୋଳିଲା ପରେ ଟଙ୍କାରେ ଖଣତି ବାଜିଲା। ଟଙ୍କା ତକ ଅଖାରେ ଭର୍ତ୍ତି କରି ଆଣି ବାରିକ ଅଗଣାରେ ପକାଇଦେଲା। ବାରିକ ଭାରି ଖୁସି। ବାବନାଭୂତ ଟିକିଏ ଲୋଭୀ।
ସବୁଦିନ ପୋତାମାଲ ଖୋଳି ନ ଦେଖିଲେ ତାକୁ ନିଦ ହୁଏ ନାହିଁ। ଆଜି ଯେମିତି ଖୋଳି ଦେଖିଲା ତା ହଲକ ଶୁଖିଲା। କିଏ କାହାର ଏଡ଼େ ସାହସ? ବାବନାର ଟଙ୍କା ଖାଇ ଜୀର୍ଣ୍ଣ କରିଦେବ, ତା ମଥାରୁ ଦହି କାଢ଼ିଦେବି ନାହିଁ। ବାବନା ଗୋଟେ ଗର୍ଜନ କଲା। ତା ରଡ଼ି ଶୁଣି ଧୁସୁରୁ ଧୁମା ଭୂତ, ମଡ଼ାଚଣ୍ଡିଆ ଭୂତ, ଗିଡ଼୍ରୁ ବାଗ୍ରୁ, ସମନୁ ସାକ୍ଟୁ, ହିଡ଼୍ରୁ ଚିମୁ, ରଇଙ୍ଗେ ମଇଙ୍ଗେ ଝମୁନ୍ ଝପଟ ଭୂତ ସବୁ ଆସି ପହଞ୍ଚିଲେ। କାହିଁକି ଡକେଇଲେ? ତମକୁ କି ବିପଦ ପଡ଼ିଲା? ବାବନା କହିଲା, ମୋ ଟଙ୍କା ଏଠୁ କିଏ ଖୋଳି ନେଇଛି। ଭୂତଙ୍କ ଛଡ଼ା ମୁଁ ଏଠି ଟଙ୍କା ପୋତିବା କଥା ତ କେହି ଜାଣନ୍ତି ନାହିଁ। ଇଏ ତା ମୁହଁକୁ, ସେ ତା ମୁହଁକୁ ଚାହିଁଲା। କେହି ତ ଏଠିକି ଆସିନାହାନ୍ତି। ବାବନା ଭୂତ ପାଟି କଲା, ଆରେ ଆରେ ବ୍ରହ୍ମରାକ୍ଷସ କାହିଁ? ଯାଅ ତାକୁ ଧରି ଆଣ। ହିପ୍ଟୁ ଝାପ୍ଟୁ ଦିହେଁ ଯାଇ ବ୍ରହ୍ମରାକ୍ଷସକୁ ଶୂନ୍ୟ ଶୂନ୍ୟ ଟେକି ଘେନି ଆସିଲେ। ବ୍ରହ୍ମରାକ୍ଷସ ବାବନାର ପାଦ ତଳେ ପଡ଼ି କହିଲା, ହଁ ମୁଁ ଟଙ୍କା ନେଇଛି, କ'ଣ କରିବି? ମୋତେ ତ ସେ ବାରିକ ଠେକିଏ ପାଣି ପିଆଇଲାଣି। ନିତି ଚାଉଳ ଅବସ୍ଥାଏ ଦଉଥିଲି। ଏବେ କହିଲା ମୋତେ ଟଙ୍କା ନଦେଲେ ଘଣାରେ ପକାଇ ପୋଡ଼ିଦେବି। ଜୀବନ ବିକଳରେ ଏକଥା କରି ପକେଇଛି, ମୋତେ ଛାଡ଼ି ଦିଅ। ବାବନା ଭୂତମାନଙ୍କର ରଜା। ସେ ଏଡ଼େ ଏଡ଼େ ଆଖି ଦିଟା ଲାଲ କରି କହିଲା, ମୁଁ ସେ ବାରିକର ପିତ୍ତ କାଢ଼ିଦେବି। ସେ କ'ଣ ବୋଲି ବିଚାରିଛି କି? ଢିଙ୍କିଆ ଚଙ୍କିଆ ରୋଡ଼ଙ୍ଗା ବାଘରା ଭୂତ ବ୍ରହ୍ମରାକ୍ଷସ କହିଲେ, ସେ କିମିଆ ଜାଣିଛି। ସମସ୍ତେ ଭୂତ ନାଁ ଶୁଣିଲେ ଡରନ୍ତି, ସେ ନ ଡରିବ କାହିଁକି? ଛାମୁ ସେଠିକି ଯାଆନ୍ତୁ ନାହିଁ। ଗୁଣିଗାରେଡ଼ିକୁ ଆମର ବଡ଼ ଭୟ। ଗୁଣିପଦ ବୋଲା ହେଲା ବେଳେ କିଏ କୁଆଡ଼େ ଉଡ଼େଇ ଫୋପାଡ଼ି ଦେଲା ପରି ଲାଗେ। କୋଉ ମହାଜନକୁ କୋଉଠି ଗଛ ମୂଳରେ ବସି ଚମକେଇ ଦେଲେ ଟଙ୍କା ସୁନା ଫୋପାଡ଼ି ଦେଇଯିବ। ଯାହା ଯାଇଛି ସବୁ ଭରଣା ହୋଇଯିବ। ବାବନା କହିଲା, ଆଙ୍ଗୁଠି ପଶୁ ପଶୁ ବାହା ପଶେ। ଆଜି ଯଦି ବାରିକର ସାହସ ବଢ଼େ, ସେ ସବୁଦିନ ଏମିତି ଟଙ୍କା ଆଦାୟ କରିବ। ଆମକୁ ଆଉ କିଏ କାହିଁକି ଡରିବ? ବାବନା କାହା କଥା ନ ମାନି ଏକୁଟିଆ ବାହାରି ପଡ଼ିଲା। ଗୋଟାଏ କଳା ବିରାଡ଼ି ରୂପରେ ବାରିକର ନଳା ବାଟେ ଘରେ ପଶିଲା। ରାତି ଅଧ ଚାଳ ଉପରେ ଛିଡ଼ା ହୋଇ ଗୁଡ଼ାଏ ଦୁମ୍ ଦୁମ୍ ନାଚିଲା। ହାଣ୍ଡି କୁଣ୍ଡେଇ ଭାଙ୍ଗିଲା। ଯେତେ ଦୂର ଦାର ଭୂସୁଭାଷ ହେଲା, ବାରିକ ଡରିଲା ନାହିଁ। ତା ଭାରିଜା ଦେହକୁ ଆଗରୁ ବି କିଳେଇ ଦେଇଥିଲା। ବାବନା ଯେତେ ଚେଷ୍ଟା କଲା, ତାଙ୍କ ଶୋଇବା ଘରେ ପଶି ପାରିଲା ନାହିଁ। ମାଡ଼ି ବସି ଅବା ତଣ୍ଟି ଚିପି ଦେଇଥାନ୍ତା। ଗୁଣିପଦରେ ତା ଦେହ ମୁଣ୍ଡ ଖାଲି ଛେଚିକୁଟି ହେଲା। ପାହାନ୍ତିଆ ପହର ହେଲା। ବାବନା ନଳା ମୁହଁ ବାଟେ ପଳେଇ ଯିବାକୁ ବସିଲା। ଦେଖିଲା ନଳା ମୁହଁଟା ବନ୍ଦ, ଅଳ୍ପ ଟିକିଏ ଜଳା ଅଛି। ବାବନା ସେ ବାଟେ ବହୁ କଷ୍ଟମଷ୍ଟେ ମୁହଁ ଗଳାଇ ଯାଉ ଯାଉ ବାରିକର ଭାରିଜା କଳା ବିରାଡ଼ିର ଲାଙ୍ଗୁଳଟା ଭିଡ଼ି ଧରିଲା। ବାବନା ଚିହ୍ନା ଦେଇ କହିଲା, ଏବେ ପରାଭବ ପାଇଲି, ମୋତେ ଛାଡ଼ି ଦିଅ। ଏଥର ଯାହା ମାଗିବ ଦେବି। ବାରିକ କହିଲା, ପ୍ରତିଦିନ ବସ୍ତାଏ ସରୁ ଚାଉଳ ଆଣି ହାଜର କରେଇବୁ, ନୋଇଲେ ତୋତେ ଓ ତୋ କୂଳର ସମସ୍ତଙ୍କୁ ଗୋଟି ଗୋଟି କରି ପୋଡ଼ିଦେବି। ବାବନା ଅକଲ ସଲାମ ହେଇ କାନ୍ଦି କାନ୍ଦି ମଶାଣି ହୁଡ଼ାକୁ ଆସିଲା। ସେଇଦିନରୁ କଥା ରହିଗଲା, ବଡ଼ ବଡ଼ଙ୍କ କଥା ନ ମାନନ୍ତି ରାୟ, ପଛକୁ ହୁଅନ୍ତି ବାବନା ଭୂତ ପ୍ରାୟ। ନମସ୍କାର, ମୁଁ ପ୍ରଦୀପ ମଲ୍ଲିକ। ଆଜି ଶୁଣିବା ଏକ ପୁରାତନ କାହାଣୀ, ଚମ୍ପା ବୋଇଲାକୁ ହୁଁ ବୋଇଲା, ଟଙ୍କା ବୁଜୁଳାଟି ବଢ଼ାଇ ଦେଲା। ପରିବେଷଣ ପରଶୁରାମ ବେହେରା। ଗୋଟିଏ ଦେଶରେ ବ୍ରାହ୍ମଣଟିଏ ଥାଏ। ମହାଜନୀ କାରବାର କରେ। ଯାହା ସୁଧ 2 ପଇସା ପାଏ, ସେଥିରେ ତାର ଗୁଜୁରାଣ ମେଣ୍ଟେ। ବ୍ରାହ୍ମଣୀ କେଉଁଦିନୁ ମରିଯାଇଥାଏ। ତାର ପିଲାପିଲି କେହି ନଥାନ୍ତି। କେବଳ ବିଧବା ଭଉଣୀଟିଏ ପାଖରେ ଥାଏ। ସେ ରନ୍ଧାବଢ଼ା କରିଦିଏ, ଟଙ୍କା ପଇସା ସାଇତି କରି ରଖେ। ଦିନକର କଥା, ଜଣେ ଖାତକ ଆସି ବ୍ରାହ୍ମଣକୁ ଟଙ୍କା ଦେଇଗଲା। ବ୍ରାହ୍ମଣ ତା ଭଉଣୀକି କହିଲା,
ଚମ୍ପାଲୋ ନେ ଟଙ୍କା ରଖ। ଭାଇ ହାତରୁ ଟଙ୍କା ବୁଜୁଳାଟି ନେଇ ଚମ୍ପା ପେଟରରେ ରଖିଦେଲା। ଘର ପାଖରେ ଝଙ୍କା ବରଗଛଟିଏ ଥାଏ। ତା ଉପରେ ଗୋଟିଏ ବାବନାଭୂତ ବସା କରିଥାଏ। ବ୍ରାହ୍ମଣ ଯେତେବେଳେ ଚମ୍ପାକୁ ଟଙ୍କା ବଢ଼େଇ ଦେଲା, ଭୂତ ସେ ଦୃଶ୍ୟ ଦେଖିଥିଲା। ସନ୍ଧ୍ୟା ହେବାରୁ ବ୍ରାହ୍ମଣ କୁଆଡ଼େ ବାହାରିଗଲା। ଭୂତ କ'ଣ କଲା ନା, ବ୍ରାହ୍ମଣ ଭଳି ରୂପ ଧରି ଆସି କହିଲା, ଚମ୍ପାଲୋ ସେ ଟଙ୍କା ମୋତେ ଦେ। ଚମ୍ପା ମାଇପି ଲୋକ, ଏତେ ଛନ୍ଦ କାହୁଁ ଜାଣିବ। ସେ ଭୂତକୁ ଭାଇନା ଭାବି ଟଙ୍କା ବୁଜୁଳାଟି ବଢ଼େଇ ଦେଲା। ଦିନେ ଗଲା, ଦିଦିନେ ଗଲା, ଦିନେ ବ୍ରାହ୍ମଣର ଟଙ୍କା ଲୋଡ଼ା ହେଲା। ସେ କହିଲା, ଚମ୍ପାଲୋ ଟଙ୍କା ଦେ। ଚମ୍ପା କହିଲା, କ'ଣ ଟଙ୍କା ପରା ସେଦିନ ତୁମକୁ ଦେଲି, ସନ୍ଧ୍ୟାବେଳେ ଆସି ମାଗିଲ। ବ୍ରାହ୍ମଣର ହଲକ ଶୁଖିଗଲା। ଚମ୍ପା ବି କାବା କାଠ। ହେଲେ କ'ଣ ହେବ, କାନ୍ଦି ବୋବେଇ ପୋଡ଼ି କଚାଡ଼ି ହେଇ ଭାଇ ଭଉଣୀ ଦିହେଁ ରହିଲେ। ଏଣେ କ'ଣ ହେଇଛି ନା, ଦିନେ ବ୍ରାହ୍ମଣ ଦିଅଁ ଦେଉଳ କାମ ସାରୁ ସାରୁ ରାତି ହୋଇଗଲା। ସେ ଆସୁ ଆସୁ ଦେଖିଲା ଯେ ତା ଘର ପାଖ ଝଙ୍କାବର ଗଛ ମୂଳେ ପଞ୍ଝାଏ ଲୋକ ଧୋବଧବଳିଆ ହୋଇ ବସିଛନ୍ତି। କ'ଣ କରିଛନ୍ତି ନା, ତାରି ଟଙ୍କା ବୁଜୁଳାଟି ହାତରେ ଧରିଛନ୍ତି। ଜଣେ ଟଙ୍କା ବୁଜୁଳିଟି ଟିକିଏ ଝୁଣୁ ଝୁଣୁ କରିଦେଉଛି, ଆର ଜଣକ ହାତକୁ ବଢ଼େଇ ଦେଉଛି, ଆର ଜଣକ ଆଉ ଜଣକ ହାତକୁ ବଢ଼ଉଛି। ଏମିତି ଚାଲିଛି ତାଙ୍କର ଖେଳ। ଗୀତ ବୋଲୁଛନ୍ତି, ଚମ୍ପା ବୋଇଲାରୁ ହୁଁ ବୋଇଲା, ଟଙ୍କା ବୁଜୁଳିଟି ବଢ଼େଇ ଦେଲା। ବ୍ରାହ୍ମଣ ସବୁ କଥା ଦେଖିଛି, ହେଲେ ସେମାନେ ବ୍ରାହ୍ମଣକୁ ଦେଖି ନାହାନ୍ତି। ଯେମିତି ବ୍ରାହ୍ମଣକୁ ଦେଖିଛନ୍ତି, ଯିଏ ଯୁଆଡ଼େ ଉଭେଇଗଲେ। ବ୍ରାହ୍ମଣ ଜାଣିପାରିଲା ଯେ ଏମାନେ ଭୂତ। ତା ଚମ୍ପାକୁ ଠକି ଦେଇ ଟଙ୍କା ତକ ନେଇ ଆସିଛନ୍ତି। ତହୁଁ ସେ କ'ଣ କଲା ନା, ତହିଁ ଆର ଦିନ ଗୋଟିଏ ଜାଗାରେ ସେମିତି ଧୋବଧାଉଳିଆ ହୋଇ ମୁଣ୍ଡରେ ଓଢ଼ଣାଟିଏ ପକାଇ ସନ୍ଧ୍ୟାବେଳେ ସେଇ ପଡ଼ିଆରେ ଆସି ବସି ପଡ଼ିଲା। ଭୂତମାନେ ଭାବିଲେ ତାଙ୍କରି ଭିତରୁ ଜଣେ ଆସି ବସିଛି। ତାପରେ ସମସ୍ତେ ଆସି ତା ପାଖରେ ଗୋଲ ହୋଇ ବସିଗଲେ। ସବୁଦିନ ପରି ସେମାନେ ବୋଲିଲେ, ଚମ୍ପା ବୋଇଲାରୁ ହୁଁ ବୋଇଲା, ଟଙ୍କା ବୁଜୁଳାଟି ବଢ଼େଇ ଦେଲା। ଭୂତଯାକ ଗୀତ ବୋଲି ବୋଲି ଜଣକ ହାତକୁ ଜଣେ ବଢ଼େଇ ଦେଉଥାନ୍ତି। ଏହିପରି ଦଉ ଦଉ ଶେଷକୁ ଟଙ୍କା ବୁଜୁଳାଟି ଆସି ବ୍ରାହ୍ମଣ ହାତରେ ପଡ଼ିଲା। ବ୍ରାହ୍ମଣ କହିଲା, ହରିବୋଲ ହରିବୋଲ। ହରିବୋଲ ଶୁଣିଲେ ତ ଭୂତ ଆଉ ରହନ୍ତି ନାହିଁ। ସଙ୍ଗେ ସଙ୍ଗେ କିଲିକାଲିଆ ହୋଇ କିଏ କୁଆଡ଼େ ପଳାଇଲେ। ବ୍ରାହ୍ମଣ ତା ଟଙ୍କା ତକ ପାଇ ସୁଖରେ ଘରକୁ ଫେରିଲା।